ଚାରିପଟରେ ଚାରିଟା ବିଭୂତି କୁଣ୍ଡ ମଧ୍ୟ ଅଛନ୍ତି। ଯେତେବେଳେ କଳି ଶେଷ ବେଳକୁ ସିଏ ଆସିବ, ଲୋକଙ୍କୁ ସବୁ ବଣ୍ଟା ହବ, ଲୋକ ସବୁ ତାକୁ ସବୁ ଖାଇଲେ ସମସ୍ତ ରୋଗ ବିଭୂତି କୁଣ୍ଡ ବାହାରିବ। ବିଭୂତି କୁଣ୍ଡ ବାହାରିବ। ସେ ଗାଦିର ଯୋଉ ସମାଧି ଗାଦିର ଯୋଉ ଚାରିପଟରେ ଚାରିଟା ବିଭୂତି କୁଣ୍ଡ ଅଛି। ସୁକାନ୍ତ ବୋଲି ଗୋଟିଏ ପିଲା, ସିଏ ତାକୁ ସିଏ ଖୋଳିକିରି ଯେତେବେଳେ ତାକୁ କାମ କରିବା ପାଇଁ ବସିଲା, ପଥର କେଇ ମୋ ଇଟା କିଛି ଜଏଣ୍ଟ କରିବା ପାଇଁ, ଗୋଟିଏ କଣରୁ ଗୋଟିଏ ବିଭୂତି ହାଣ୍ଡି ବାହାରିଲା। ମୋ ପାଖକୁ ସୁକାନ୍ତ ଦୌଡ଼ି ଗଲା, କହିଲା ନନା ଏମିତି ଏମିତି କଥା କଣ? କିଛି ନାହିଁ, ସେ ବିଭୂତି ତୁ ପାନା, କିଛି ଛୁଁନା, ଯେତିକି ଛୁଇଁଲୁ ଯୋଉ ଜାଗାରୁ ବାହାରିଛି ସେଇ ଜାଗାରେ ତାକୁ ପୋତି ଦେ। ମାନେ କେତେ ବଡ ହାଣ୍ଡି? ହାଣ୍ଡି ସବୁ ଏଇ ସାଇଜ। ଆପଣ ଦେଖିଛନ୍ତି ହାଣ୍ଡି? ଚାରି କୋଣରେ ଚାରିଟା ବିଭୂତି କୁଣ୍ଡ ବାହାରିବ, ଗୋଟେ କୋଣରେ ବାହାରିଲା, ଗୋଟିଏ କୋଣରେ ବାହାରିଛି। ତମେ ଦେଖ ପୋଥି କେତେ ଆକୁରେଟ କହୁଛି, କେବେଠୁ ପୋତା ହେଇଛି ସେ କିଏ କହିବ? ଆଚ୍ଛା, ମାଳିକା ଅନୁସାରେ ମାନେ ଏମିତି ଗୋଟେ ସମୟ ଆସିବ, ସେ ସମୟରେ ସେଠୁ ସେ ଚାରି କୋଣରୁ ଚାରିଟା ବିଭୂତି ହାଣ୍ଡି ବାହାରିବ, ସିଏ ହୁକୁମ ଦିଆହବ। ଆଚ୍ଛା, ତାକୁ ଯୋଉମାନେ ପାଇବେ ସମସ୍ତ ରୋଗ କ୍ଲେଶରୁ ସେମାନେ ସବୁ ମୁକ୍ତ ହେବେ। ଯାହାର ଯୋଉ କୂଅରୁ ମାଠିଆ ପକେଇଲେ ଘିଅ ବାହାରୁଥିଲା ସେଇ କୂଅ